ବିଜେଡିର ପରାଜୟ ପଛର କାରଣ ହେଉଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ନବବର୍ଷରେ ନବୀନଙ୍କୁ ଏପରି କହି ଟାର୍ଗେଟ କରିଛନ୍ତି ପୂର୍ବତନ ବିଜେଡି ସାଂସଦ ତଥାଗତ ଶତପଥୀ। ନିଜର ସମ୍ପାଦକୀୟ ଜରିଆରେ ତଥାଗତ ବିଜେଡିର ପରାଜୟ ପଛରେ ରହିଥିବା ବିଭିନ୍ନ କାରଣ ଉପରେ ଆଲୋକପାତ କରି ନବୀନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ବିଜେଡି ପରାଜୟ ପଛରେ ସେ ଏକ ଚମକାଇ ଦେଲା ଭଳିଆ ତଥ୍ୟ ରଖିଛନ୍ତି। ତାଙ୍କ ତଥ୍ୟ ଅନୁଯାୟୀ ବିଜେଡି ପରାଜୟ ପାଇଁ ପାଣ୍ଡିଆନ କିମ୍ବା ବିଜେପି ଦାୟୀ ନୁହନ୍ତି। ନବୀନ ନିଜେ ବିଜେଡିର ପରାଜୟ ପାଇଁ ଦାୟୀ ବୋଲି ସେ ଲେଖିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ପ୍ରଶାସନିକ ବ୍ୟବସ୍ଥାରେ ଆଇଏଏସ୍ ଅଧିକାରୀମାନେ ଅବସର ନେବା ପରେ ନିଜର ଜନ୍ମସ୍ଥାନକୁ ଫେରିଯାଆନ୍ତି, କିନ୍ତୁ ପାଣ୍ଡିଆନଙ୍କୁ ଦଳର ମଙ୍ଗ ଧରାଇ ନବୀନ ଓଡ଼ିଆଙ୍କୁ ତାଚ୍ଛଲ୍ୟ କଲେ।